ସକାଳର ବ୍ରେକଫାଷ୍ଟରେ ହଉ କିମ୍ବା ଛୁଆମାନଙ୍କର ଟିଫିନ୍ ବକ୍ସରେ ହଉ ସମସ୍ତେ ଚାହାନ୍ତି କିଛି ହେଲ୍ଦି ରେସିପି ସହିତ ସେ ପୁଣି ଟିକେ ଚଟପଟା ହେଇଥିବ ଆଉ ବହୁତ କମ୍ ସମୟରେ ହେଇପାରୁଥିବ। ଆଜି ସେମିତି ଗୋଟେ ରେସିପି ବନେଇବା। ଚାଲନ୍ତୁ ସେଥିପାଇଁ ନେଇଯିବା 2 ଗିନା ପାଖାପାଖି ମୁଁ ଅଟା ନେଇଥିଲି। ତାପରେ ଆମେ ନେଇଯିବା ବେସନ ହାଫ୍ ଗିନା। ବେସନ ଜମାରୁ ବି ସ୍କିପ୍ କରିବେନି, ବେସନ ପକେଇଲେ ବହୁତ ହିଁ ଭଲ ଟେଷ୍ଟ ଆସିଥାଏ। ତାପରେ ଏସବୁକୁ ମିଶାଇ ସାରିଲା ପରେ କାଟିକି ରଖିଥିବା କିଛି ପିଆଜ, କାଟିକି ରଖିଥିବା କିଛି କ୍ୟାପ୍ସିକମ୍, ଟମାଟୋ, ଗ୍ରେଟ୍ ଗାଜର ପକାଇ ସାରିଲା ପରେ ତାପରେ ଆମେ ଅଳ୍ପ ଅଳ୍ପ ପାଣି ଦେଇକି ବ୍ୟାଟର ସହିତ ସବୁ ପରିବାକୁ ଆମେ ଏମିତି ଭଲରେ ବି ମିଶାଇ ଦେବା। ପାଣିଆ ବେଶୀ ବି କରିବେନି, ଅଳ୍ପ ପାଣି ଦେଇକି ବ୍ୟାଟରକୁ ଆମେ ଭଲରେ ବି ଏମିତି ମିଶାଇ ଦେବା। ତାପରେ ପକାଇଦେବା ସ୍ୱାଦ ହିସାବରେ ଲୁଣ, ଗୋଟେ ଚୁଟକି ହଳଦୀ, କିଛି ଜୁଆଣି କେମିତି କ୍ରସ୍ କରି ପକାଇଦେବା। ପକାଇ ସାରିକି ଭଲରେ ବି ଏସବୁକୁ ଆମେ ଘାଣ୍ଟି ଦେବା। ତାପରେ ଆମେ ଲାଷ୍ଟକୁ ଆମେ ଟିକେ ଦେବା ତଡ଼କା ଲଗାଇଲେ ବହୁତ ହିଁ ଭଲ ଟେଷ୍ଟ ଆସିଥାଏ। ସୋରିଷ ତେଲ, ସୋରିଷ ଆଉ ବାସ୍ ଭୃଷଙ୍ଗ ପତ୍ର ଏତିକି ହିଁ ପକାଇ ଦେଇକି ଭଲରେ ବି ଆମେ ଘାଣ୍ଟି ଦେବା। ଲାଷ୍ଟରେ ପକାଇଦେବା ଟିକେ ଇନୋ ଜାଗାରେ ଆପଣମାନେ ମିଠା ସୋଢ଼ା ବି ଅଳ୍ପ ଟିକେ ପକାଇ ଦେଇକି ଟିକେ ତା ଉପରେ ପାଣି ପକାଇ ଦେଇକି ଭଲରେ ବି ଏମିତି ଘାଣ୍ଟି ଦେବେ। ଏପଟେ ଆମର ଫ୍ରାଏ ପ୍ୟାନ୍ ବି ଭଲରେ ବି ଗରମ ହୋଇସାରିଛି। ତାପରେ ଟିକେ ରାଶି, ତାପରେ ଭୃଷଙ୍ଗ ପତ୍ର ଟିକେ ପକାଇ ଦେଇକି ଆମେ ଯେଉଁ ବ୍ୟାଟର ରେଡ଼ି କରିଥିଲେ ତାକୁ ଏମିତି ପକାଇକି ଗୋଲ ଟାଇପ୍ରେ ସେଭ୍ କରିକି ଟିକେ ସମୟ ପାଇଁ କଭର୍ କରିଦେବା। ତାପରେ ଦୁଇ ପଟ ସାଇଡ଼୍ ଆମେ କ'ଣ କରିବା ନା ଏମିତି ଓଲଟେଇକି ଭଲରେ ତାକୁ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଏମିତି କରିଦେବା। ଦେଖନ୍ତୁ କେତେ ସହଜ ସହିତ ଗୋଟେ ସୁନ୍ଦର ଭଲ ରେସିପି ବି ଗୋଟେ, ଆଉ ତା ସହିତ ଗୋଟେ ହେଲ୍ଦି ରେସିପି। ଆଶା କରୁଛି ଆଜିର ରେସିପିଟି ଆପଣମାନଙ୍କୁ ନିହାତିରେ ବି ଭଲ ଲାଗିଥିବ। ଆକୁ ଆପଣମାନେ କୌଣସି ସକ୍ସ କିମ୍ବା ଚଟଣି ସହିତ ଗରମ ଗରମ ଖାଆନ୍ତୁ। ବହୁତ ହିଁ ହେଲ୍ଦି ରେସିପି ଗୋଟେ। ଆଉ ଆପଣମାନେ ମୋ ସହିତ ଆପଣମାନଙ୍କର ଅନୁଭୂତି ସେୟାର କରନ୍ତୁ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ ଆଉ ଗୋଟେ ହେଲ୍ଦି ରେସିପି ନେଇ। ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ନମସ୍କାର।